ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟ ପ୍ରେମରେ ଆନ୍ତରିକ ନମସ୍କାର। ତେବେ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଆମେମାନେ ଯାହା ଦେଖୁଅଛୁ ଏହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ, ଏପରି ଏକ ଜାଗା ଯେଉଁ ଜାଗାରେ ଜଗତର ଉଦ୍ଧାରକର୍ତ୍ତା ଜନ୍ମଗ୍ରହଣ କରିଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଧରାପୃଷ୍ଠକୁ ଆସିବାର କାରଣ ଆପଣ ତ ଭଲ ଭାବରେ ଜାଣିଛନ୍ତି। ଆଉ ସେଥିପ୍ରତି ମୁଁ ବିଶେଷ କିଛି ଆଲୋଚନା କରୁନାହିଁ, କିନ୍ତୁ ଆଜିର ଭିଡ଼ିଓ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଆଜିର ଭିଡ଼ିଓରେ ଆପଣମାନେ ଦେଖିବେ ଯେ ପ୍ରକୃତରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମସ୍ଥାନ କେତେ ମନୋହର ଆଉ କେତେ ସୁନ୍ଦର ଅଟେ। ତେବେ ଏହି ଜାଗାର ରାସ୍ତାଗୁଡ଼ିକ ଆପଣ ଟିକେ ଲକ୍ଷ୍ୟ କରନ୍ତୁ। ଆପଣ କିପରି ଲାଗୁଅଛି? କମେଣ୍ଟ ମାଧ୍ୟମରେ ନିଶ୍ଚୟ ଆପଣ ଜଣାଇବେ ଯେ ଜାଗା କିପରି ଲାଗୁଅଛି। ପବିତ୍ର ଧର୍ମଶାସ୍ତ୍ର ବାଇବେଲରେ ଆଉ ଇସ୍ରାଏଲ ଦେଶ ବିଷୟରେ ବହୁତ କିଛି ଗୁରୁତ୍ୱ ପ୍ରଦାନ କରାଯାଇଛି, କାରଣ ଏହା ହେଉଛି ଏହିପରି ଏକ ଜାଗା ଅଟେ। ହୁଏତ ପ୍ରିୟ ବନ୍ଧୁଗଣ, ଆପଣମାନଙ୍କ ମଧ୍ୟରେ ଅନେକ ଜେରୁସାଲେମ ବିଷୟରେ ଭିଡ଼ିଓ ଅଲରେଡ଼ି ଦେଖିସାରିଥିବେ, କାରଣ ବହୁତ ଦିନ ପୂର୍ବରୁ ମୁଁ ଏହିଭଳି ଏକ ଭିଡ଼ିଓକୁ ମୁଁ ଅପଲୋଡ଼ କରିଥିଲି ମୋର ଚ୍ୟାନେଲରେ, ଆଉ ଯାହାକି ଜେରୁସାଲେମ ଉପରେ ଆଧାରିତ ଥିଲା। ତେବେ ଆଜିର ଭିଡ଼ିଓ ମଧ୍ୟ ପୁଣି ଥରେ ମୁଁ ନେଇକି ଆସିଛି, କିନ୍ତୁ ଏହା ହେଉଛି ଅନ୍ୟ ଏକ ଜାଗା ଅଟେ। ଯଦି ଆମେମାନେ ସମ୍ପୂର୍ଣ୍ଣ ଭାବରେ ଏହି ଇସ୍ରାଏଲ ଦେଶକୁ ପରିକ୍ରମା କରିବା, ଆଉ ତେବେ ଭିଡ଼ିଓ ଏତେ ଲମ୍ବା ହେବ ଯେ ଆପଣଙ୍କୁ ଦେଖିବା ନିମନ୍ତେ ହୁଏତ କମ୍ ସେ କମ୍ ଗୋଟିଏ ସପ୍ତାହ ମଧ୍ୟ ଲାଗିପାରେ, ଯଦି ସମ୍ପୂର୍ଣ୍ଣ ଭିଡ଼ିଓକୁ ଅପଲୋଡ଼ କରାଯାଏ। ତେବେ ଭିଡ଼ିଓ ମଧ୍ୟରେ ଯେଉଁ ମେନ୍ ପାର୍ଟ ଗୁଡ଼ିକ ରହିଅଛି, କେବଳ ସେଗୁଡ଼ିକ ମୁଁ ଆପଣଙ୍କ ନିମନ୍ତେ ଆଣିଥିଲି ଗତ ଭିଡ଼ିଓରେ, ଏବଂ ଆଜି ଅନ୍ୟ ଏକ ଅଂଶ ମୁଁ ନେଇକି ଆସିଛି। ଆଉ ଇସ୍ରାଏଲ ଦେଶର ଏଇ ଯେଉଁ ଜେରୁସାଲେମ, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମ ଜାଗା ଅଟେ। ଏହି ସ୍ଥାନରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କରିଥିଲେ, ଆଉ ଏଠାକାର ସମସ୍ତ ବିଷୟ ସୁନ୍ଦର ଅଟେ, ମନୋହର ଅଟେ। ଆଉ ବିଶେଷ କରି ଯଦି କୌଣସି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନଥିବା କୌଣସି ଭାଇ କିମ୍ବା ଭଉଣୀ ଯଦି ଭିଡ଼ିଓ ଦେଖୁଥାନ୍ତି, ତେବେ ମୁଁ ସେମାନଙ୍କୁ ମଧ୍ୟ ବିଶେଷ କରି ଅନୁରୋଧ କରେ, ଦୟାକରି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଏହି ଭିଡ଼ିଓ ମାଧ୍ୟମରେ ବିଶେଷ କରି ସେମାନଙ୍କ ନିମନ୍ତେ ମୁଁ ସୁସମାଚାର ପ୍ରଚାର କରିବା ପାଇଁ ଚାହେଁ, କାରଣ ଯେତେବେଳେ ଏହି ଜାଗାକୁ ଆମେମାନେ ଦେଖୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅପାର ବଳିଦାନ ବିଷୟ ସ୍ମରଣରେ ଆସିଥାଏ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ କିପରି ବଳିଦାନ ହେଲେ ସାରା ମାନବ ଜାତି ନିମନ୍ତେ। ଆଉ ଏକଥା କହିବା ନିମନ୍ତେ ମଧ୍ୟ ଇଚ୍ଛା ଆପେ ଆପେ ଜାଗ୍ରତ ହୋଇଥାଏ ଯେତେବେଳେ ଏହିସବୁ ଜାଗାଗୁଡ଼ିକୁ ଆମେମାନେ ନିଜ ଆଖିରେ ଦେଖୁ। ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟ ପ୍ରଚାର ନ କରି ରହି ହୁଏ ନାହିଁ। ତେବେ ବିଶେଷ କରି ସେମାନଙ୍କ ନିମନ୍ତେ ମୁଁ ସୁସମାଚାର ଘୋଷଣା କରିବା ପାଇଁ ମୁଁ ଚାହୁଁଅଛି, କାରଣ ବାକ୍ୟ ଲେଖା ଅଛି, ସୁସମାଚାର ପ୍ରଚାର କରିବା ଆମମାନଙ୍କର କର୍ତ୍ତବ୍ୟ ଅଟେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଯେତେବେଳେ ଏହି ଜଗତରେ ଥିଲେ, ସେତେବେଳେ କ'ଣ କଲେ? ସେତେବେଳେ ସେ ତାଙ୍କର ଶିଷ୍ୟମାନଙ୍କୁ ଏକ ମହାନ ଆଦେଶ ଦେଇଥିଲେ। ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଜଗତରେ ଥିଲେ, ଯେତେବେଳେ କ୍ରୁଶ ଉପରେ ବଳିଦାନ ହେଲେ, ତାପରେ ଯେତେବେଳେ ସେ ପୁନର୍ଜୀବିତ ହେଲେ, ପୁଣି ଥରେ ମୃତ୍ୟୁରୁ
ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ପୁଣି ଥରେ ମୃତ୍ୟୁରୁ ପୁନରୁତ୍ଥିତ ହେଲେ, ସେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ କ'ଣ କଲେ? ତାଙ୍କ ଶିଷ୍ୟମାନଙ୍କୁ ନେଇକି ଜିତ ପର୍ବତକୁ ଗଲେ। ଆଉ ସେଇଠାରେ ସେ ସ୍ୱର୍ଗାରୋହଣ କରିବା ପୂର୍ବରୁ, ମାନେ ସ୍ୱର୍ଗକୁ ଯିବା ପୂର୍ବରୁ ନିଜର ଶିଷ୍ୟମାନଙ୍କୁ ଏକ ମହାନ ଆଦେଶ ଦେଇଥିଲେ। ତାହା ହେଉଛି, ଯାଅ ସାରା ମାନବ ଜାତି ନିକଟରେ ସୁସମାଚାର ପ୍ରଚାର କର, ଆଉ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ସଙ୍ଗେ ସଙ୍ଗେ ଅଛି। ତେବେ ସେହି ଆଦେଶକୁ ଆଖି ଆଗରେ ରଖି ଆଜିର ଭିଡ଼ିଓରେ ମଧ୍ୟ ମୁଁ ଖାସ୍ କରି ସେମାନଙ୍କ ନିମନ୍ତେ ସୁସମାଚାର ପ୍ରଚାର କରିବା ପାଇଁ ଇଚ୍ଛା ପ୍ରକାଶ କରୁଅଛି। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟର ପ୍ରିୟ ଭାଇ ଏବଂ ଭଉଣୀମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଜଗତକୁ ଆସିଥିଲେ ସେବା ପାଇବା ପାଇଁ ନୁହେଁ, ସେବା କରିବା ନିମନ୍ତେ। ଆଉ ଏହି ଜଗତକୁ ଆସିବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମରିବା ନିମନ୍ତେ। ସମସ୍ତେ ଜନ୍ମ ହୁଅନ୍ତି ବଞ୍ଚିବା ନିମନ୍ତେ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ହୋଇଥିଲା ମରିବା ନିମନ୍ତେ। କାହା ପାଇଁ ମରିବେ? ସାରା ମାନବ ଜାତିର ପାପ ନିମନ୍ତେ ସେ ମରିବେ, କ୍ରୁଶ ଉପରେ ନିଜର ଜୀବନକୁ ଦେବେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ଆସିଲେ ଆମମାନଙ୍କ ମଧ୍ୟରେ ବାସ କଲେ, ଅର୍ଥାତ୍ ମନୁଷ୍ୟମାନଙ୍କ ମଧ୍ୟରେ ବାସ କଲେ। ଆଉ ସେ ଅନେକ ଚମତ୍କାର କଲେ, ଅନେକ ଦୁଃଖୀ ରଙ୍କୀମାନଙ୍କର ସେବା କଲେ। ଆଉ ଶେଷରେ ତାଙ୍କୁ କ୍ରୁଶ ଉପରେ ଚଢ଼େଇ ଦିଆଗଲା। ଏହା ଈଶ୍ୱରଙ୍କର ଯୋଜନା ଥିଲା। କାରଣ ଯୋହନ 3:16 ଲେଖାଯାଏ, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ତେବେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେଥି ନିମନ୍ତେ କ୍ରୁଶ ଉପରେ ନିଜର ଜୀବନକୁ ଦେଲେ, ଯାହାଦ୍ୱାରା ଆମେମାନେ ସମସ୍ତେ ପରିତ୍ରାଣ ପାଇପାରିବା। ଯଦି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣିନାହାନ୍ତି, ତେବେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଜାଣନ୍ତୁ। କେବଳ ସେ ହିଁ ଉଦ୍ଧାରର ମାର୍ଗ ଅଟନ୍ତି, ପରିତ୍ରାଣର ମାର୍ଗ ଅଟନ୍ତି। ଆଉ ସେ କ'ଣ କଲେ? ସାରା ମାନବ ଜାତି ନିମନ୍ତେ କାଲବରୀ କ୍ରୁଶ ଉପରେ ନିଜର ରକ୍ତକୁ ଢାଳିଲେ। ସେ ରକ୍ତକୁ ଯିଏ ବିଶ୍ୱାସ କରିବ ସେ ଉଦ୍ଧାର ପାଇବ। କ'ଣ ବିଶ୍ୱାସ କରିବାକୁ ପଡ଼ିବ? ଯେ ଏଇ ରକ୍ତ ମୋ ନିମନ୍ତେ, ମୋ ପାପ ନିମନ୍ତେ ଏଇ ରକ୍ତ କ୍ରୁଶ ଉପରେ ପ୍ରବାହିତ ହୋଇଅଛି। ଆଉ ମୋ ପାପ ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜୀବନ ଦେଲେ, ମୋତେ ଅନନ୍ତ ଜୀବନ ଦେଲେ। ଆଉ ମୋ ପାଇଁ କୌଣସି ମୃତ୍ୟୁ ନାହିଁ, ଆଉ ଦ୍ୱିତୀୟ ମୃତ୍ୟୁର କୌଣସି ସ୍ଥାନ ନାହିଁ, ଅର୍ଥାତ୍ ନରକର କୌଣସି ସ୍ଥାନ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ମହାନ କାମ କଲେ କ୍ରୁଶ ଉପରେ ଥାଇକି। ସାରା ମାନବ ଜାତି ନିମନ୍ତେ କ୍ରୁଶ ଉପରେ ବଳିଦାନ ହେଲେ। ତେବେ ଯଦି ବର୍ତ୍ତମାନ ଏହି କ୍ଷଣି ଆପଣ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ଉଦ୍ଧାରକର୍ତ୍ତା ଭାବରେ ବିଶ୍ୱାସ କରିବେ, ତେବେ ଆପଣ ପରିତ୍ରାଣ ପାଇବେ। ତେବେ ପ୍ରିୟ ବନ୍ଧୁଗଣ, ତେବେ ଇଏ ହେଉଛି ସେହି ଜାଗା, ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ, ଯେଉଁ ଜାଗାରେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ଜୀବନକୁ ଅର୍ପଣ କଲେ, ଆଉ ନିଜ ଜୀବନ ଦେଇ ସାରା ମାନବ ଜାତିକୁ ସେ ଉଦ୍ଧାର କଲେ, ପାପରୁ ଉଦ୍ଧାର କଲେ। ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଏଇଠି ଜନ୍ମଗ୍ରହଣ କରିଥିଲେ। ତେବେ ପ୍ରିୟ ବନ୍ଧୁଗଣ, ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ଆନ୍ତରିକ ନମସ୍କାର। ଆଜି ଏଇଠାରେ ବିଦାୟ ନେଉଛି। এই ଭିଡ଼ିଓକୁ ଅନ୍ୟମାନଙ୍କ ପାଖକୁ ସେୟାର ମଧ୍ୟ କରନ୍ତୁ, ଯେପରି ଅନ୍ୟମାନେ ମଧ୍ୟ ଏହି ଜାଗାକୁ ଦେଖିବା ନିମନ୍ତେ ସୌଭାଗ୍ୟ ପ୍ରାପ୍ତ ହେବେ। ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର।